आमे आसी पहुँची जाइचु बर्षणार जोटी राधांकर जन्मस्थान एवं जोटी निजे राधारानी लीला करते आउ सही दिव्य स्थान आमे आसिक पहुँचीचे। आमे वर्तमान राधारानी कथा आमे निजे गुरुदेव पाखर शुणा। राधे राधे। परम भगवान कृष्ण तो विवाह कर राधा को राधा को तो से निजर साथी किंबा सांग होंतु किंबा तांको कौन बोली भाभी जो कि राधा कहते कि मु असती प्रतिज्ञा करुछि निकुंज कानने कलिरे गौरांग हेबी राधा नाम तुंडे गायण ब्रह्मांडे प्रेम वाद्य बजाइबी। ताको उद्देश्य आसीबो जदि एठी आसीबो बाबाजी रामदास गोटे स्वप्न विलास बोली गोटे टपिक अच्छी गोटे गुरु कृपा दान सी स्वप्न विलास गोटे लिखिं सी गोटे मनमुखी हो आम तो महापुरुष मान लेखा को मन गढ़ा कहीपर तेणु सी राधाराणी अपेक्षा कर राति पाहीगला किंतु माने राति चतुर्थ प्रहर हो गला कृष्ण आसी ना राधाराणी अभिमान कर राति स्वप्न देखी ना सी स्वप्न सी रातिर चतुर्थ प्रहर तृतीय प्रहर राति अल्प पाइबा अच्छी ये जाकर कबाट माने ठक ठक कले से सब कबाट फिटेलेनि ये कबाट न फिटेले से सब बहुत समय ठिया हेले कबाट फिटेले फिटला कि से कृष्ण को मुह को चाहिए कृष्ण कहले कौन तुम तुम आज मत तुम तो ये केवे हुओनी मोर कौन अभिमान कौन पे सी कहले जे मोर अभिमान ये मु तुमको किसी सन्देह करूनी किंतु राति पाइबा ठारू राति की शोइबा पर्यंत मु तम बिना कहारी कौन सी रूप को भी मु चिंता करेना मु शयने स्वप्ने जागरणे तमरी रूप को दर्शन करे जगत को गुरुमय आउ जाए जाओ तेणु आज मु स्वप्न देखिली तमरी भली जड़े गोरा वर्णर युवक गोटे गौरवर्ण युवक देखा गोरा सी नाचुची मु ता सहित नाचुची से एते नाचिला मु एते नाचिली जे मोर लुगापटा मध्य सब मो देह खसीगला माने यही भली नाचिली मु पचारुची जो रूप को मु दिने तम रूप व्यतीत मु कौन सी रूप को के चिंता करेनी आज मोर कौन है आज कौन मोर भूल है मु आज गोटे गोरा वर्णर युवक सहित मु आज मु तो कला वर्ण को भल पाए तेणु मु गोरा वर्णर युवक सहित नाचुची यार कारण कौन ताने मु असती हो गली ताने मोर सतीत्व नष्ट है तेणु तुमको तुम्हें मो सागर तुम सागर मु कहीं मिसबी कहले अरे सी राधारानी रूपटा को देखिल से रूपटा हूँ मु ना ये कथा केवे मु विश्वास करें तुम्हें तो देखा कला से तो गोरा तमें केमी से कहले प्रतिज्ञा करुच्ची निकुंज कानने
କଳିରେ ଗୌରାଙ୍ଗ ହେବି। ଗୌରାଙ୍ଗ କହିଲେ ଗୋରା। ବାବା କଳିରେ ଗୌରାଙ୍ଗ ହେବି। ରାଧା ରାଧା ନାମ ତୁଣ୍ଡେ ଗାଇଏ ବ୍ରହ୍ମାଣ୍ଡ ପ୍ରେମ ବାଦ୍ୟ ବଜାଇବି। ବାବା କେବଳ ମୁଁ ରାଧେ ରାଧେ ହିଁ କହିବି। ବାବା କିଶୋରୀ ଭାବରେ କିଶୋର ଗୋରା। ତାପରେ ଅଛି ନଦିଆ ହୋଇବ ଗୁପ୍ତ ବୃନ୍ଦାବନ, ଗଙ୍ଗା ହୋଇବ ଯମୁନା। କିଶୋରୀ ଭାବରେ କିଶୋର ଗୋରା, ଦାସ ବୈଷ୍ଣବର ଦୁଃଖ ପାଗଲା। ତେଣୁ ମୁଁ ଏଇଟା ତ ପ୍ରତିଜ୍ଞା କରି କହୁଛି, ଆଉ ନିଶ୍ଚୟ ମୁଁ ହେବି। ଆଉ ଏଇଟାକୁ ଦେଖାଦେଖି କଲେ ନାହିଁ, ରାଧାରାଣୀ ବିଶ୍ୱାସ କଲେ ତମେ ସେଇ ନା, ମୁଁ ହଉଛି ସେଇ। ମୁଁ ଦୁଇ ହାତ ଟିକେ ନାଚିବି, ଯାହା ସବୁ କହିଦେଲେ ସେଇଟା ପୁଣି ପୂର୍ଣ୍ଣ ହେଲା। କିନ୍ତୁ ଏଠି ଗୋଟେ ଯଦି ଜଣେ ପ୍ରଶ୍ନ ଆଣିବ ସାଧାରଣ ଭାବରେ, ତ ଭଗବାନ କୃଷ୍ଣ ତ ବିବାହ କରିନଥିଲେ ରାଧାଙ୍କୁ। ରାଧାଙ୍କୁ ତ ସେ ନିଜର ସାଥୀ କିମ୍ବା ସାଙ୍ଗ ହୁଅନ୍ତୁ କିମ୍ବା ତାଙ୍କୁ କ'ଣ ବୋଲି ଭାବିଥିଲେ, ଯେଉଁଥିପାଇଁ କି ରାଧା କହୁଛନ୍ତି କି ମୁଁ ଅସତୀ ହେଇଗଲି ବୋଲି ଭାବୁଛନ୍ତି। ଅସତୀ ମାନେ କ'ଣ? କେବଳ ଖାଲି ପରପୁରୁଷ ସାଙ୍ଗରେ ମାତିଲେ ଅସତୀ ହୁଅନ୍ତି? ଯାରାକା ଶଶୀ ଶୋଭନା କତଘନା ସା ଯାମିନୀ ଯାମିନୀ। ଯାହାଙ୍କର ଚିନ୍ତା ଚେତନା ସ୍ୱରୂପ ନିଜର ସ୍ୱାମୀ ପାଇଁ ଉଦ୍ଦିଷ୍ଟ ସେ ହଉଥିଲେ। ଏଠି କ'ଣ ସେ କଥାଟା ଅଛି? ତମେ ସବୁ ଏଇଠି ମୋ ପାଖରେ ବସୁଛ ବୁଲୁଛ, ତମେ କ'ଣ ସବୁ ମୋ ସାଙ୍ଗରେ ବିବାହ ହେଇଛ? କଥା ହେଉଛି ଭଲ ପାଇବାଟା ଗୋଟେ ସ୍ୱତନ୍ତ୍ର ଜିନିଷ। ସେଥିରେ ବିଭାଘର ହବ ନ ହବ ସେଗୁଡ଼ାକ ମାନେ ବାହୁଲ୍ୟ କଥା। ବାହାଘର ପରେ ତ ଆଜିକାଲି ଛାଡ଼ପତ୍ର ଦେଉଛନ୍ତି, କିଏ ସୁଇସାଇଡ୍ କରି ମରୁଛି। କିନ୍ତୁ ଏଇ ଯେଉଁ ବିଭାଘର, ସେ ବାହା ହାତ ଗଣ୍ଠି ନ ପଡ଼ିଥିଲେ ବି ଇଏ ହେଉଛି ପ୍ରକୃତ ବିବାହ। ବିବାହ ମାନେ ବିଶେଷ ଭାବରେ ଦାୟିତ୍ୱ ବହନ କରିବା। ଜଣେ ସ୍ୱପ୍ନରେ ଗୋଟେ ଗୋରାବର୍ଣ୍ଣ ଯୁବକକୁ ଦେଖିକିରି ଯେଉଁଭଳି କୃଷ୍ଣଙ୍କ ଉପରେ କଟାକ୍ଷ କଲେ, ସେଭଳି କ'ଣ ଆଜି ସମାଜରେ ଭାବେ ସିଏ ମିଳିବ? ଆଉ ତ ମିଳୁନି। ଅଭିମନ୍ୟୁଙ୍କର ସ୍ତ୍ରୀ ହେଉଛନ୍ତି ସେଇଆ, ଯେଉଁ ବାଲିଆ ଅଭିମନ୍ୟୁ। ତାଙ୍କୁ ତ ମାନେ କେହି ମାନେ ଆଣୁନାହାନ୍ତି ଆଲୋଚନାକୁ, ଖାଲି ତାଙ୍କ ସାହିତ୍ୟକୁ ଆଣୁଛନ୍ତି। ଅଭିମନ୍ୟୁ ସାମନ୍ତ ସିଂହାର ଅଭିମନ୍ୟୁ ସାମନ୍ତ ସିଂହାର ଗୋଟେ ଗୀତ ନୁହେଁ। ଅଭିମନ୍ୟୁ ସାମନ୍ତ ସିଂହାର ତାଙ୍କ ସ୍ତ୍ରୀ ପଚାରିଲେ ଏମିତି ହଠାତ୍ ଜଣେ କାନ୍ଦୁଛି କାହିଁକି ତାଙ୍କ ଘର ପାଖରେ। ସେ ତାର ଉତ୍ତର ଦେଲେ ତା ସ୍ୱାମୀ ମରିଗଲା ତ ସ୍ତ୍ରୀଟା କାନ୍ଦୁଛି। ଏ ସବୁ ଉତ୍ତର ଦେଲେ ଯେ ସ୍ୱାମୀଟା ମରିଗଲେ କ'ଣ ସ୍ତ୍ରୀଟା କାନ୍ଦିବ ନା ଆଉ କ'ଣ ହସିବ? ତୁମେ କ'ଣ କହୁଛ ମୁଁ ବୁଝିପାରୁନି। ସ୍ୱାମୀଟା ମରିଗଲା ସେ ହସିବ? ନାଇଁ, ହସିବନି, ସେ ତ ସାଙ୍ଗେ ସାଙ୍ଗେ ମରିଯିବ। ହସିବ କେତେବେଳେ, କାନ୍ଦିବ କେତେବେଳେ? ତାର କ'ଣ ମୁଁ ଯଦି ମରିଯାଏ ତୁମେ କ'ଣ ନା? ଅଭିମନ୍ୟୁ ପଚାରିଲେ ରାଜା ମୁଁ ଯଦି ମରିଯିବି ନା ମୁଁ ବି ମରିଯିବି? ଏଇ କଥାଟାକୁ ପରୀକ୍ଷା କରିବା ପାଇଁ ଅଭିମନ୍ୟୁ ବାରିକକୁ ସାଙ୍ଗରେ ଧରି ସେ ଗଲେ ଜଙ୍ଗଲକୁ ଗଲେ। ହଁ, ସେତେବେଳେ କେଉଁ ଜଙ୍ଗଲ ଥିଲା ଯାଇଛେ ଆଉ। ହଁ, ରତ୍ନଗିରି ଫତ୍ନଗିରି ସବୁ ଜଙ୍ଗଲ। ସେ ବାରିକକୁ ଶିଖେଇ ଦେଲେ, ଇଏ ଜମିଦାର ବଂଶ ଶିଖେଇ ଦେଲେ ଯାଇକିରି ରାଣୀକି କହିବୁ ମୋ ସ୍ତ୍ରୀକୁ ଯେ ଶାନ୍ତଙ୍କୁ ଅଭିମନ୍ୟୁ ବାଘ ଖାଇଗଲା। ତୁ ଏତିକିଟା ଖାଲି କହିଦେବୁ ନା ଶାନ୍ତେ, ଆପଣ ବଞ୍ଚିଛନ୍ତି, ମୁଁ ଗୋଟେ ଏତେ ବଡ଼ ମିଛ କଥା କହିବି ନା? ମୁଁ ତ କହୁଛି ତୁ କହିବୁ। ଆଚ୍ଛା ହଉ ମୁଁ କହିବି। ଶାନ୍ତ ଯେତେବେଳେ ଜଙ୍ଗଲକୁ ଯାଆନ୍ତି, ସେ ଜଙ୍ଗଲରୁ ଯେତେବେଳେ ଆସନ୍ତି, ଜଙ୍ଗଲ ନୁହେଁ, ଯେତେବେଳେ ସେ ମାନେ କୌଣସି କାର୍ଯ୍ୟରେ ବାହାରକୁ ଯାଆନ୍ତି, ବାହାରୁ ଯେତେବେଳେ ସେ ଆସନ୍ତି, ତାଙ୍କ ସ୍ତ୍ରୀ
ପାଣି ଲୋଟାଏ ଧରିକି ଅପେକ୍ଷା କରିଥାନ୍ତି। ସାଆନ୍ତଙ୍କ ଗୋଡ଼ ଧୋଇ ଦିଅନ୍ତି, ତାଙ୍କ କାନିରେ ଲୁଗା ପୋଛି କ'ଣ ପାଦ ପୋଛି ଦିଅନ୍ତି, ଏଇ କାମଟା ସେ କରନ୍ତି। ତେଣୁ ଇଏ ବି ପାଣି ଲୋଟା ଧରି କାନ୍ଧରେ ଗୋଟେ ଗାମୁଛା ପକେଇ ଇଏ ଠିଆ ହେଇଛନ୍ତି। ଠିଆ ହେଇଛନ୍ତି ଦେଖିଲେ, ଆଉ ବାରିକା ଆସି ପହଞ୍ଚିଲା, କହିଲା ସାଆନ୍ତାଣୀ। ସାଆନ୍ତାଣୀ ପଚାରିଲେ ସାଆନ୍ତେ କୁଆଡ଼େ ଗଲେ କି? ନା ସାଆନ୍ତାଣୀ ଆଉ କ'ଣ କହିବେ, ସାଆନ୍ତେ ଯାଇଥିଲେ ଜଙ୍ଗଲକୁ, ତାଙ୍କୁ ସିଆଡ଼େ ବାଘ ଖାଇଗଲା ଆଉ। ଏତିକି ସେ କହିଛନ୍ତି। କହିକିରି ବାରିକକୁ ଡର ସେ ପଳେଇଲା। ତ ସାମନ୍ତ ଠିକ୍ ତାର 5 ମିନିଟ୍ କି 10 ମିନିଟ୍ ପରେ ଆସି ପହଞ୍ଚିଲେ। ଇଏ ଠିଆ ହେଇଛନ୍ତି। ଇଏ ପଚାରିଲେ ଯେ ସ୍ୱାମୀ ମରିଗଲେ ସ୍ତ୍ରୀ କାଳେ ସାଙ୍ଗେ ସାଙ୍ଗେ ମରିଯାଉଥିଲା, ତମେ ତ ଭଲ ଠିଆ ହେଇଛ, ଆଉ କିଛି କହୁନାହାନ୍ତି। ତାଙ୍କ ହଲେଇ ଗଲେ, ପଡ଼ିଗଲେ ଆଉ। ତାମାନେ ସେତେବେଳକୁ ତାଙ୍କ ଜୀବନ ଦଶା ଚାଲିଯାଇଛି। ଇଏ ହେଉଛି ଓଡ଼ିଶା ଇତିହାସ। ରାଣୀ ପଦ୍ମିନୀ ହେଉଛନ୍ତି ଏ ଯୁଗର ସୀତା, ଆଉ ମୀରାବାଇ ହେଉଛନ୍ତି ଏ ଯୁଗର ରାଜା। ପୂତନାକୁ ମାରି ସାଇଲେ କୃଷ୍ଣ, ସେଠୁ ନନ୍ଦଗାଁ କହିଲେ ଆଉ ଏଠି ରହିବନି, କାହିଁକି ଚାଲ ଆମେ ନନ୍ଦଗାଁ ପଳେଇବା। ଆଚ୍ଛା, ନନ୍ଦଗାଁରେ କୃଷ୍ଣ ଆସିକି ରହିଗଲେ ଯେମିତି, ସେଠୁ କୁଶଭାନୁ ରାଜା ଆଉ ନନ୍ଦ ରାଜା ଦି ସାଙ୍ଗ ତ, ସେଠୁ ନନ୍ଦଗାଁ କହିଲେ ଆଉ ଆମେ ତ ପଳେଇ ଆଇଲୁ ଏଠିକି, ଆଉ ତମେ କାହିଁକି ଆଉ ରହିବ ଗୋକୁଳରେ, ତମେ ଚାଲ ସେଠି ବୃଷଭାନୁପୁର ଗୋଟେ ମୁଁ ତମକୁ ଦେଇଦଉଛି ସେଇ ରାଜ୍ୟଟା, ତମେ ସେଇଠି ବର୍ଷଣା ସେଇ ରାଜ୍ୟରେ ତମ ଝିଅ ରହିବ, ତମେ ରହିବ। ଏ ପର୍ବତ ହଉଛନ୍ତି ବ୍ରହ୍ମାଚଳ ପର୍ବତ। ବ୍ରହ୍ମା ଯେତେବେଳେ ଗାଈ ଚୋରେଇ ନେଇ ଯାଇଥିଲେ ଠାକୁରଙ୍କର କୃଷ୍ଣଙ୍କର ଯୋଉ ଗାଈ ଚୋରେଇ ନେଇଥିଲେ, ଯେତେବେଳେ ତାଙ୍କ ଭୁଲ ସ୍ୱୀକାର କଲେ, କ୍ଷମା ପ୍ରାର୍ଥନା କଲେ, କହିଲେ ମତେ ଟିକେ ବ୍ରଜବାସ ଦିଆଯାଉ। ସେଠୁ ଠାକୁର କହିଲେ ତମେ ଏଇ ଯୋଉ ପାପ ଭୁଲଟା କରିଛ, ଆ ପାଇଁ ଆପଣଙ୍କ ପାଇଁ କ୍ଷମା ହଉଛି କେବଳ 84 କୋଶ ପରିକ୍ରମା କରିକି ଆସ। 84 କୋଶ ପରିକ୍ରମା କରିକି ଆସିବା ପରେ ତମକୁ ବ୍ରଜବାସର ସ୍ୱୀକୃତି ଦିଆହବ। ସେ ଯେତେବେଳେ ପୁଣି 84 କୋଶ କରିକି ଆସି ସାରିଲେ, ତାପରକୁ ତାଙ୍କୁ ଠାକୁର କହିଲେ ତମେ ଆଉ ଜୀବଜନ୍ତୁ ପୃଥିବୀରେ ଜୀବଜନ୍ତୁ ପ୍ରାଣୀ ଯାହା ବି କରିଦିଅ, ତମେ ବୃଷଭାନୁପୁର ଚାଲିଯାଅ, ସେଇଠି ବର୍ଷଣାରେ ପର୍ବତ ହେଇକି ରୁହ, ତାରି ଉପରେ ରାଧାକୃଷ୍ଣଙ୍କ ଲୀଳା ହବ, ତମେ ଦେଖିବ। ଏଇ ଯୋଉ ଗଡ଼ରେ ଆମେ ଏବେ ପହଞ୍ଚିଲେ, ଏଟା ହଉଛି ଭାନଗଡ଼। ଏଟା ବ୍ରହ୍ମାଙ୍କର ଗୋଟିଏ ମୁଣ୍ଡ, ଆହୁରି 3ଟି ମୁଣ୍ଡ ଅଛି। ଗୋଟେ ହଉଛି ମାନଗଡ଼, ଆଉ ଗୋଟେ ବିଳାସଗଡ଼, ଆଉ ଗୋଟେ ଦାନଗଡ଼। ରାଧା ରାଣୀ ସରକାର।